ବଦଳିଯିବ ବିଶ୍ୱ ଧର୍ମର ମାନଚିତ୍ର। ଆଗକୁ ବଢ଼ିବ ଧର୍ମର ଅଧିକ ପ୍ରଭାବ। ପଛେଇ ଯିବେ ହିନ୍ଦୁ ଏବଂ ଇସଲାମ ସମ୍ପ୍ରଦାୟ। ଆଗରେ ରହିବେ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ। କମିଯିବ ଅନ୍ୟ ଧର୍ମର ଲୋକଙ୍କ ସଂଖ୍ୟା। କେବଳ ରାଜ କରିବେ ଇସାଇ। 2050 ବେଳକୁ ଦୁନିଆର ଧର୍ମୀୟ ଚିତ୍ର ସମ୍ପୂର୍ଣ୍ଣ ବଦଳିଯିବ। ଭାରତ ସମେତ ଅନ୍ୟ ଦେଶରେ ବି ଅନ୍ୟ ଧର୍ମକୁ ଟପିବ ଖ୍ରୀଷ୍ଟିଆନ ଧର୍ମ। ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କର ବହୁମୂଲ୍ୟ ନାମରେ ମୋର ଆନ୍ତରିକ ନମସ୍କାର। ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଖ୍ରୀଷ୍ଟ ଧର୍ମ ଆଗକୁ ଏକ ବହୁତ ବଡ଼ ବିଶ୍ୱ ରେକର୍ଡ଼ କରିବା ପାଇଁ ଯାଉଅଛି ଏବଂ ଏବେ ସୁଦ୍ଧା ମଧ୍ୟ ବିଶ୍ୱ ରେକର୍ଡ଼ କରିସାରିଛି ଏବଂ ଆଗକୁ ଆଉ ଏକ ରେକର୍ଡ଼ ସେ କରିବା ପାଇଁ ଯାଉଅଛି। ତେବେ ଆପଣ ତ ଅଲରେଡ଼ି ଭିଡ଼ିଓ କ୍ଲିପ୍ ଆପଣ ଦେଖିଲେ, ଆଉ ସେ ସମସ୍ତ ବିଷୟ ମୁଁ ସବୁକିଛି ରିପିଟ୍ କରିବି ନାହିଁ, କିନ୍ତୁ କେତୋଟି ବିଷୟ ମୁଁ ଆପଣମାନଙ୍କୁ କହିବି। ତେବେ ଆମର ଖ୍ରୀଷ୍ଟ ଧର୍ମ, ଆମେ ତ ଏକ ଧର୍ମ ବୋଲି କହୁନୁ, ଆମେ ଏକ ବିଶ୍ୱାସ ବୋଲି ଆମେ କହୁଛୁ, କିନ୍ତୁ ବିରୋଧୀ ମାନଙ୍କର ଭାଷାରେ ମାନେ ଦେଖନ୍ତୁ, ଆଜି ପର୍ଯ୍ୟନ୍ତ ଯଦି ଆପଣମାନେ ଦେଖିବେ ଖ୍ରୀଷ୍ଟିଆନମାନଙ୍କ ରେକର୍ଡ଼ ହିସାବରେ ବାଇବେଲକୁ ଆପଣ ଦେଖନ୍ତୁ। ବାଇବେଲ ଏମିତି ଗୋଟେ ପୁସ୍ତକ ଯାହାକି ପୃଥିବୀରେ ଯେତେ ବି ଧର୍ମଶାସ୍ତ୍ର ଅଛି, ସବୁ ଧର୍ମଶାସ୍ତ୍ର ଠାରୁ ସବୁଠୁ ଅଧିକ ପଢ଼ାଯାଇଥିବା ଧାର୍ମିକ ଗ୍ରନ୍ଥ ହେଉଛି ବାଇବେଲ। ନମ୍ବର 1। ନମ୍ବର 2, ପୃଥିବୀରେ ଯେତେ ବି ଧର୍ମ ଗ୍ରନ୍ଥ ଗୁଡ଼ିକ ବିକ୍ରି କରାଯାଇଛି, ଆପଣ କୋରାନ କୁହନ୍ତୁ, ଶ୍ରୀମଦ୍ ଭଗବତ ଗୀତା କୁହନ୍ତୁ, ବେଦ କୁହନ୍ତୁ, ପୁରାଣ କୁହନ୍ତୁ, ବାଇବେଲ କୁହନ୍ତୁ, ଏମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ବିକ୍ରି କରାଯାଇଥିବା ଧାର୍ମିକ ପୁସ୍ତକ ହେଉଛି ବାଇବେଲ। ନମ୍ବର 2। ନମ୍ବର 3, ଯଦି ଆପଣ ପପୁଲେସନ୍ ବା ଜନସଂଖ୍ୟା ହିସାବରେ ଯଦି ଆପଣ ଦେଖିବେ, ଆମର ଭାରତରେ ତ ଖ୍ରୀଷ୍ଟିଆନ ସଂଖ୍ୟା ହେଉଛନ୍ତି 6 କି 7%, ଆଉ ଧରାଯାଉ 8% ଖ୍ରୀଷ୍ଟିଆନ। କିନ୍ତୁ ଯଦି ଆମେମାନେ ସମଗ୍ର ପୃଥିବୀରେ ଦେଖିବା, ସମଗ୍ର ପୃଥିବୀରେ ଖ୍ରୀଷ୍ଟିଆନ ସଂଖ୍ୟା ହେଉଛନ୍ତି 80%। 80%ରୁ ଉର୍ଦ୍ଧ୍ୱ ହେଉଛନ୍ତି ଖ୍ରୀଷ୍ଟିଆନ ସମଗ୍ର ପୃଥିବୀରେ। ଆଉ ଏହିସବୁ ବିଶ୍ୱ ରେକର୍ଡ଼ ରହିଅଛି ଏବେ ସୁଦ୍ଧା, ମାନେ ଆମ ଖ୍ରୀଷ୍ଟିଆନମାନଙ୍କର ବିଶ୍ୱ ରେକର୍ଡ଼ ଅଛି। କିନ୍ତୁ ଆଗକୁ ଆଉ ଏକ ବିଶ୍ୱ ରେକର୍ଡ଼ ହେବା ପାଇଁ ଯାଉଅଛି। ସେଇଟା ହେଉଛି ଆମର ଇଣ୍ଡିଆରେ, ଭାରତ ବର୍ଷରେ 2050 ମସିହା ସୁଦ୍ଧା ଭାରତରେ ଖ୍ରୀଷ୍ଟିଆନମାନଙ୍କ ସଂଖ୍ୟା 50%ରୁ ଅଧିକ ହୋଇଯାଇଥିବ, ମାନେ ଶତକଡ଼ା 50 ଭାଗରୁ ଅଧିକ ହୋଇଯାଇଥିବ। ବାକି ଯେତେ ଲୋକ ଥିବେ 50%ରୁ କମ୍, ତା ଭିତରେ ହିନ୍ଦୁ ଥିବେ, ମୁସଲିମ ଥିବେ, ତା ଭିତରେ ଜୈନ ଥିବେ, ବୁଦ୍ଧିଷ୍ଟ ଥିବେ, ଆଉ ଯେତେ ସବୁ ଛୋଟ ଛୋଟ ଧର୍ମ ଗୁଡ଼ିକ ବର୍ତ୍ତମାନ ବାହାରିଛି, ସେ ଧର୍ମର ଲୋକମାନେ ଥିବେ। ଏଇଟା ବର୍ତ୍ତମାନ ଠାରୁ ଗଣନା କରିଛନ୍ତି ଜଣେ ବିଶେଷଜ୍ଞ, ଏ ସମସ୍ତ ବିଷୟ ଗଣନା କରିକି ସେ ପ୍ରକାଶ କରିଛନ୍ତି। ତେବେ ଏଠାରେ ଗୋଟେ ପ୍ରଶ୍ନ ଉଠେ, ଏଇସବୁ କେମିତି ହେବ? କ'ଣ ଏଇସବୁ ସମ୍ଭବ? ହଁ ପ୍ରିୟ ବନ୍ଧୁଗଣ, ଏ ସମସ୍ତ ବିଷୟ ସମ୍ଭବ ଅଟେ, କାରଣ ମୁଁ ପବିତ୍ର ଧର୍ମଶାସ୍ତ୍ର ବାଇବେଲରୁ କହିବି, ଯାହାକି ପ୍ରଭୁ ନିଜେ କହିଛନ୍ତି ଏ ସମସ୍ତ ବିଷୟ ହେବ ବୋଲି। ମୁଁ ସମ୍ପୂର୍ଣ୍ଣ ବାଇବେଲ ଭିତରକୁ ମୁଁ ଘାଣ୍ଟିବି ନାହିଁ, ମାତ୍ର 2ଟି ପୁସ୍ତକରେ ମୁଁ ଆପଣଙ୍କୁ ପଢ଼ାଇକି ଶୁଣେଇବି। ପ୍ରଥମ ହେଉଛି ମାଥ୍ୟୁ ଲିଖିତ ସୁସମାଚାର 28 ପର୍ବ, ତା'ର 16 ପଦରୁ 20 ପଦ। ଏଠି ଏମିତି ଲେଖାଯାଏ, କିନ୍ତୁ 11 ଶିଷ୍ୟ ଗାଲିଲିକି ଯାଇ ଯୀଶୁ ଯେଉଁ ପର୍ବତ ବିଷୟ ସେମାନେ କହିଥିଲେ, ସେହି ପର୍ବତକୁ ଗଲେ। ଆଉ ସେମାନେ ତାହାଙ୍କୁ ଦେଖି ପ୍ରଣାମ କଲେ, ମାତ୍ର କେହି କେହି ସନ୍ଦେହ କଲେ। ପୁଣି ଯୀଶୁ ସେମାନଙ୍କ ନିକଟକୁ ଆସି ଆଳାପ କରି କହିଲେ, ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ପ୍ରଦତ୍ତ ହୋଇଅଛି। ଅତଏବ
ତୁମ୍ଭେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ପିତା ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ ମୁଁ ତୁମମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି ସେହିସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର। ଆଉ ଦେଖ, ଯୁଗାନ୍ତ ପର୍ଯ୍ୟନ୍ତ ସଦାସର୍ବଦା ମୁଁ ତୁମମାନଙ୍କ ସଙ୍ଗେ ସଙ୍ଗେ ଅଛି। ଏଠାରେ ଆମେ ଦେଖିବାକୁ ପାଉଛୁ ପ୍ରଭୁ ଯୀଶୁଖ୍ରୀଷ୍ଟ ଏକ ମହାନ ଆଦେଶ ଦେଲେ। ତୁମେ ଯାଇକି ସମଗ୍ର ଜାତିର ଲୋକଙ୍କୁ ତୁମେ କ'ଣ କରିବ? ପିତା ପୁତ୍ର ପବିତ୍ରତ୍ୱ ନାମରେ ବାପ୍ତିସ୍ମ ଦେବ। ଆଉ ତୁମେମାନେ ସୁସମାଚାର ପ୍ରଚାର କରିବା ପାଇଁ ଏଠି କହିଛନ୍ତି। ତେବେ ପ୍ରିୟ ବନ୍ଧୁଗଣ, ଏହି ଆଦେଶକୁ ଆମର ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ସେମାନେ ପାଳନ କରନ୍ତି। ଆଉ ବର୍ତ୍ତମାନ ଏମିତି ହେଇଛି, ଏଇଟା ହେଉଛି ଆମମାନଙ୍କର କର୍ତ୍ତବ୍ୟ। ଆମେ କ'ଣ କରୁ? ସୁସମାଚାରକୁ ଆମେ ପ୍ରଚାର କରୁ। ଯେଉଁମାନେ ସୁସମାଚାର ଉପରେ ବିଶ୍ୱାସ କରନ୍ତି, ଆଉ ଆମେ କ'ଣ କରୁ? ସେମାନଙ୍କର ବାପ୍ତିସ୍ମ ଦେଇକି ସେମାନଙ୍କୁ ଶିଷ୍ୟ କରୁ। ତେବେ ଆଉ ଗୋଟେ ପଦ ଅଛି, ଆପଣମାନେ ଖୋଲିପାରିବେ ଫିଲିପିଓ ତା'ର 2 ପର୍ବର ତା'ର 10 ଏବଂ 11 ଲେଖା ଅଛି, ଯେପରି ସ୍ୱର୍ଗ ମର୍ତ୍ତ୍ୟ ଓ ପାତାଳରେ ଥିବା ପ୍ରତ୍ୟେକ ଜାନୁ ଯୀଶୁଙ୍କ ନାମରେ ନତ ହେବ, ପୁଣି ପିତା ଈଶ୍ୱରଙ୍କ ଗୌରବ ନିମନ୍ତେ ପ୍ରତ୍ୟେକ ଜିହ୍ୱା ଯୀଶୁଖ୍ରୀଷ୍ଟ ପ୍ରଭୁ ବୋଲି ସ୍ୱୀକାର କରିବ। ଏଇଟା ଫିଲିପିଓ ତା'ର 2 ପର୍ବର 10 ଏବଂ 11 ଲେଖା ଅଛି। ତେବେ ଏହି ବାକ୍ୟ ଅନୁସାରେ ଏମିତି ଏକ ଦିନ ଆସିବ ଯେତେବେଳେ ସମସ୍ତ ଜାନୁ ବା ସମସ୍ତ ଆଣ୍ଠୁ ଯୀଶୁଙ୍କ ନାମରେ ନତ ହୋଇସାରିଥିବ, ଆଉ ସେହି ସମୟରେ ପ୍ରତ୍ୟେକ ଜିହ୍ୱା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ପ୍ରଭୁ ବୋଲି ସ୍ୱୀକାର କରୁଥିବ। ଏମିତି ଗୋଟିଏ ଦିନ ଆସୁଛି। ତେବେ ଏହି ବାକ୍ୟ ଅନୁସାରେ 2050 ସୁଦ୍ଧା ଭାରତବର୍ଷରେ ଖ୍ରୀଷ୍ଟିଆନମାନଙ୍କ ସଂଖ୍ୟା ଅଧାରୁ ଅଧିକ ହୋଇଯିବାଟା କୌଣସି ଆଶ୍ଚର୍ଯ୍ୟର ବିଷୟ ନୁହେଁ। ଏଇଟା ଲେଖା ହେଉଛି ବାକ୍ୟରେ ଘଟିବ, ମାନେ ନିହାତି ଘଟିବ। ଆଉ ବିରୋଧୀମାନେ ସେମାନେ ଭାବୁଥିବେ ଯେ ଏତେ ସବୁ ଖ୍ରୀଷ୍ଟିଆନମାନଙ୍କ ସଂଖ୍ୟା ବଢ଼ୁଛି କେମିତି? ଆଉ ସେମାନେ ନିଶ୍ଚୟ ଭାବୁଥିବେ, ଏମାନେ ହୁଏତ ଟଙ୍କା ଦେଇ ଦେଉଥିବେ କିମ୍ବା ପ୍ରଲୋଭନ ଦେଖାଇ ଦେଉଥିବେ। ଆଉ ମୁଁ ସେମାନଙ୍କୁ ଚ୍ୟାଲେଞ୍ଜ କରୁଛି, ତୁମମାନେ ଯାଇକି ଥରେ ଚେକ୍ କର, ଇନଭେଷ୍ଟିଗେସନ୍ କର। ବିନା ଇନଭେଷ୍ଟିଗେସନ୍ରେ ଏମିତି କଥାବାର୍ତ୍ତା କରିବାଟା ବିଲକୁଲ ଶୋଭା ପାଉନାହିଁ। ତେଣୁ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଏହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସୁସମାଚାର ଯୋଗୁଁ ହିଁ ଆଜି ଭାରତବର୍ଷରେ ଖ୍ରୀଷ୍ଟିଆନମାନଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ତେବେ ଅନେକ ବିରୋଧୀମାନଙ୍କ କଥା ଚିନ୍ତା କରନ୍ତି। ତେବେ ଆପଣ ବିରୋଧୀମାନଙ୍କ କଥା ଚିନ୍ତା କରନ୍ତୁ ନାହିଁ, କାରଣ ସେମାନେ ତ ପୂର୍ବରୁ ବହୁତ ବର୍ଷ ପୂର୍ବରୁ ସେମାନେ ଅଛନ୍ତି। ସେତେବେଳେ ଥିଲେ, ଏବେ ବି ଅଛନ୍ତି। ତଥାପି ଖ୍ରୀଷ୍ଟିଆନମାନଙ୍କ ସଂଖ୍ୟା ବଢ଼ିଛି କି ବଢ଼ି ନାହିଁ? ବଢ଼ିଛି ଏବଂ ଆଗକୁ ମଧ୍ୟ ବଢ଼ିବ। ତେବେ ବିରୋଧୀମାନେ ଯେତେ ବି ପ୍ଲାନ୍ କରନ୍ତୁ, ଆମର ଭାରତ ସରକାର ଯେତେ ବି ଷଡ଼ଯନ୍ତ୍ର କରନ୍ତୁ ଖ୍ରୀଷ୍ଟିଆନମାନଙ୍କ ବିରୁଦ୍ଧରେ, ଖ୍ରୀଷ୍ଟିଆନମାନଙ୍କ ସଂଖ୍ୟା ବଢ଼ିବ ହିଁ ବଢ଼ିବ। ସମସ୍ତ ନମସ୍କାର। ଭିଡ଼ିଓ ଭଲ ଲାଗିଥିଲେ ଭିଡ଼ିଓକୁ ସେୟାର କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।